जय जगन्नाथ दर्शक बंधु। वर्षर सबुठारु गुरुत्वपूर्ण एकादशी मध्यरु अन्यतम हेउची सफला एकादशी। नाम जेमिति एहार काम मध्य सेमिति। आसंतु आज ये वीडियो रे जानिबा सफल एकादशी विषय। आपण कौनसी कार्य आरंभ करुछंती किंतु बारंबार विफल हेउछंती कि तेबे चिंता करंतु नाही। शास्त्र रे एमिति एक एकादशी अछि जाहाकु पालन कले व्यक्ति निजर हजि जायथिबा भाग्य फेई जाए। हाँ बंधुगण, सेठी हेउची सफला एकादशी। केबे एमिति दिन आसे ଯେଉଁଠାରେ ଲାଗେ ମୋର ପଥ ମୋର ପ୍ରାର୍ଥନା କିଛି ଶୁଣା ଯାଉ ନାହିଁ। ଏମିତି ବେଳେବେଳେ ମନରେ ଆଶା ଖୋଜେ ଏବଂ ଏଇ ଆଶା କେବେ ପୂରଣ ହେବ ନାହିଁ। କିନ୍ତୁ ସଫଳା ଏକାଦଶୀ ହୁଏ ସେହି ଆଶାର ଆଲୋକ। ସଫଳା ଏକାଦଶୀ ଏହି ଦିନ କେବଳ ଉପବାସ ନୁହେଁ, ଏହା ହେଉଛି ମନର ପବିତ୍ରତା, ଭକ୍ତିର ପରୀକ୍ଷା ଏବଂ ଆଶାର ନବଜନ୍ମ କୁହାଯାଏ। ଏହି ଦିନ ଭଗବାନ ବିଷ୍ଣୁ ନୀରବ ପ୍ରାର୍ଥନାକୁ ମଧ୍ୟ ଶୁଣନ୍ତି। ପୌରାଣିକ କଥା ଅଛି ଯେ ଯେଉଁ ଭକ୍ତ ସତ୍ଭାବରେ ଭକ୍ତିଭାବରେ ଏକାଦଶୀ କରନ୍ତି ନା, ତାଙ୍କ ଜୀବନରେ ଅପୂର୍ଣ୍ଣ ହୋଇଥିବା ସ୍ୱପ୍ନ ମଧ୍ୟ ସମୟରେ ପୂର୍ଣ୍ଣ ହୁଏ। କାରଣ ସଫଳର ଅର୍ଥ ହେଉଛି ଯାହା କରିବେ ତାହା ସଫଳ ହେବ। ଆଜି ଏହି ଦିନରେ ଆପଣ ହୃଦୟର ସହିତ ସେହି ଇଚ୍ଛାକୁ ଭାବନ୍ତୁ ଯାହାକୁ କାହାକୁ କେବେ କହିପାରୁନଥିବେ। ସେହି ଇଚ୍ଛାକୁ ଭାବନ୍ତୁ, ମନେ ମନେ ଭାବନ୍ତୁ ଏବଂ ମନର ଦ୍ୱାରକୁ ଖୋଲନ୍ତୁ। ଏକ ଦୀପ ପ୍ରଜ୍ୱଳନ କରନ୍ତୁ ଏବଂ ଓମ୍ ନମୋ ଭଗବତେ ବାସୁଦେବାୟ ନମଃ, ଓମ୍ ନମୋ ନାରାୟଣାୟ ଏହି ମନ୍ତ୍ରକୁ ଜପ କରନ୍ତୁ। ଏହି ଦିନରେ ହୋଇଥିବା ପ୍ରାର୍ଥନା ମନର ଦୁଃଖକୁ ହରିନିଏ। ପୁରୁଣା ବାଧା କଷ୍ଟ ଯେତେ ଥାଏ ନା, ତାକୁ ସବୁ ପୁରୁଣା ବାଧାକୁ ଦୂରେଇ ଦିଏ। ରୋଗ ଶୋକ କଷ୍ଟକୁ ଦୂରେଇ ଦିଏ ଏବଂ ଜୀବନରେ ଆଗକୁ ଏକ ନୂଆ ଦ୍ୱାର ଖୋଲିଦିଏ। ବିଷ୍ଣୁଙ୍କର କୃପା ଯାହା ଉପରେ ପଡ଼େ ନା, ଯାହା ଉପରେ ବି ପଡ଼େ ସେଠାରେ ଅସମ୍ଭବ କାମ ମଧ୍ୟ ସମ୍ଭବ ହୋଇଯାଏ। ନ ହେଉଥିବା କାମ ମଧ୍ୟ ଆପଣଙ୍କର ପୂର୍ଣ୍ଣତାକୁ ଆସେ। ଏହି ପବିତ୍ର ଏକାଦଶୀରେ ଭକ୍ତି ସହିତ କହିଥିବା ଏକ ଛୋଟ ପ୍ରାର୍ଥନା ଜୀବନର ପଥକୁ ମଧ୍ୟ ପରିବର୍ତ୍ତନ କରିପାରେ। ଏକ ଦିନର ଉପବାସ କିନ୍ତୁ ଫଳ ହେଉଛି ଅନେକ। ଫଳ ହେଉଛି ଜୀବନ ଭରି। ଆଜି ଆପଣ ଯାହା ମନରୁ ପ୍ରାର୍ଥନା କରିବେ, ଭଗବାନ ବିଷ୍ଣୁ ସେହି ଭକ୍ତିକୁ ଅବଶ୍ୟ ଗ୍ରହଣ କରନ୍ତି। ସଫଳ ଏକାଦଶୀର ଶୁଭେଚ୍ଛା। ଆପଣଙ୍କ ଜୀବନରେ ଆଲୋକ, ଶାନ୍ତି ଏବଂ ସଫଳତା ଭରିଦେଉ। ଭଗବାନ ବିଷ୍ଣୁ ଆପଣଙ୍କୁ ଆପଣଙ୍କ ପରିବାରକୁ ସବୁବେଳେ ସୁଖ ଶାନ୍ତିରେ ରଖନ୍ତୁ। ରୋଗ ଶୋକ ଦୂରେଇ ଯାଉ। ଜୟ ଜଗନ୍ନାଥ।